ନୂଆ ସୁଯୋଗ ଆଣୁ ଆପଣ କ'ଣ ଶୁଭେଚ୍ଛା ଜଣାଇବେ? ନୂଆବର୍ଷ ନିଶ୍ଚିତ ଭାବରେ 2026 ସମସ୍ତଙ୍କ ପାଇଁ ଆଉ ଆନନ୍ଦମୟ ହଉ, ସମସ୍ତଙ୍କ ପାଇଁ ଆଉ ଖୁସିର ଖବର ନେଇ ଆସୁ। ଏଇଟା ହେଉଛି ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋ ନିବେଦନ। 4.5 କୋଟି ଓଡ଼ିଆ ଯିଏ ବି ଯେଉଁଠି ଥାଆନ୍ତୁ ଆନନ୍ଦରେ ରୁହନ୍ତୁ। ଆଉ ଓଡ଼ିଶା 2036 ସୁଦ୍ଧା ଯେଉଁ ବିକଶିତ ରାଜ୍ୟ ହେବ ତା ପାଇଁ ପଥ ସୁଗମ ହେବ। ଇକେୱାଇସିର ଅବଧି ବଢ଼ିଛି। ଇକେୱାଇସି ଆମେ ଆହୁରି 2 ମାସ ପଢ଼ିଲୁ, କାହିଁକିନା 13 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆହୁରି କରିନାହାନ୍ତି। ଆମେ ଚାହୁଁଛୁ ଯେ କାହାର ବି ଇକେୱାଇସି କାରଣରୁ ରାସନ କାର୍ଡ଼ ନ କରୁ। ତେଣୁ ପର୍ଯ୍ୟାପ୍ତ ସମୟ ଦିଆଯାଉଛି, ଆହୁରି 2 ମାସ ମଧ୍ୟ ଦିଆଗଲା। ନିବେଦନ କରିବି ସମସ୍ତଙ୍କୁ ଏ ଅବଧି ଭିତରେ ଇକେୱାଇସି କରିନିଅନ୍ତୁ। 2 ମାସ ମାନେ ସାର୍ ଫେବୃଆରୀ ଲାଷ୍ଟ ଆଜିଠାରୁ 2 ମାସ, ଜାନୁଆରୀ ଫେବୃଆରୀ। ଉଷୁନା ଚାଉଳକୁ ନେଇକି ଯାହା ମଧ୍ୟ ସମସ୍ୟା ଥିଲା ତାକୁ କେନ୍ଦ୍ର ସରକାର ମଧ୍ୟ ବିଚାର କରିଛନ୍ତି, କ'ଣ କହିବେ? ମୁଁ ଧନ୍ୟବାଦ ଦେବି କେନ୍ଦ୍ରମନ୍ତ୍ରୀ, କେନ୍ଦ୍ର ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ। ଆଦରଣୀୟ ପ୍ରହ୍ଲାଦ ଯୋଶୀଜୀ ଆମ କଥା ବୁଝିଛନ୍ତି। ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ଯିଏକି ବାରମ୍ବାର ଲେଟର ଲେଖି ରିମାଇଣ୍ଡ କରିକି ଏଗୁଡ଼ା କରେଇଛନ୍ତି। ଧନ୍ୟବାଦ ଦେବି ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ, ସିଏ ଓଡ଼ିଶା ସହିତ ସଦାବେଳେ ଅଛନ୍ତି। ଆଉ ଆମେ ଯେଉଁ ବମ୍ପର କ୍ରପ୍ ପ୍ରଡକ୍ସନ୍ ହେଲା ଆଉ 2025 ମସିହାରେ, ତେଣୁ ଆମର ପ୍ରାୟ 63 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ପ୍ରଡକ୍ସନ୍ ହେଲା, ଯେଉଁଥିପାଇଁ ଆମ ପାଖରେ ଆହୁରି 7 ଲକ୍ଷ ମେଟ୍ରିକ୍ ଟନ୍ ଏବେ ବି ଚାଉଳ ଅଛି। ତ ଆମେ ନିବେଦନ କରିଥିଲୁ, ସେମାନେ ଆମ କଥା ଶୁଣିଛନ୍ତି। ଆମକୁ ଏପ୍ରିଲ ମାସ ସୁଦ୍ଧା 2026 ମସିହା ଏପ୍ରିଲ ମାସ ସୁଦ୍ଧା 5 ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏବଂ 1 ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ସେ ଉଠେଇବେ। ତେଣୁ ଆମେ ଆମର ଏମିତି ହେଲେ 5, 1, 6 ଲକ୍ଷ ମେଟ୍ରିକ୍ ଟନ୍ ଆମର ଉଠିଯିବ। ଆଉ 1 ଲକ୍ଷ ମେଟ୍ରିକ୍ ଟନ୍ ଯେଉଁ ରହିବ ଆମେ ତାକୁ ଅକ୍ସନ୍ କରିବୁ ବୋଲି ମଧ୍ୟ ପ୍ରସ୍ତୁତ କରିଛୁ। ତୁରନ୍ତ ଅକ୍ସନ୍ କରିଦେବୁ। ଅକ୍ସନ୍ର ବେସ୍ ବାଇସ୍ ମଧ୍ୟ ଆମର ଆଉ ରେଡ଼ି ହେଇଗଲାଣି। ସେଇଟା ପାଇଁ ଟିକେ ଡେରି ହେଇଥିଲା, ତ ଅକ୍ସନ୍ କରିକି ତାକୁ ମଧ୍ୟ ଆମେ ବିକିଦେବୁ। ଚଳିତ ବର୍ଷ ମଧ୍ୟ ଅନେକ ପ୍ରକ୍ରୁଟମେଣ୍ଟ ହେଉଛି ଧାନ। ସାର୍ ଚଳିତ ବର୍ଷ ସମସ୍ୟା ରହିବ ନାହିଁ, ଏହା ନାଇଁ କାମନା କରିବା ଆମେ ନିଶ୍ଚିତ ଭାବରେ ଏଫ୍ସିଆଇ ଏବଂ କେନ୍ଦ୍ର ସରକାର ସମସ୍ତଙ୍କୁ ସହଯୋଗ ନେଉଛୁ ଏବଂ ମୁଁ ଭାବୁଛି ଚଳିତ ମାସ ମଧ୍ୟ ରହିବ ନାହିଁ। ଆମର ପ୍ରଡକ୍ସନ୍ ଆମେ ଧରିନିଅନ୍ତୁ 28 ଲକ୍ଷ ମେଟ୍ରିକ୍ ଟନ୍ ଆମ ନିଜର ୟୁଜ୍ ହେଉଛି। ଇଟିଏସ୍ ଚାଉଳ ହେଉ ବା ସ୍କୁଲ ଅନ୍ୟାନ୍ୟ ଆଉ ସବୁ ଜିନିଷରେ 28 ଲକ୍ଷ ମେଟ୍ରିକ୍ ଟନ୍, ଆଉ ଆରାଉଣ୍ଡ 28 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କେନ୍ଦ୍ର ନେଉଛି। ଏମିତିକି 56 ଲକ୍ଷ ମେଟ୍ରିକ୍ ଟନ୍ ଆମର ଯାଉଛି ହାରି। ଯଦି କିଛି ବଢ଼ିବ ତାକୁ ଅକ୍ସନ୍ ପ୍ରକ୍ରିୟାରେ ଆମେ ମଧ୍ୟ ବାରମ୍ବାର କହିଛି ଆମେ ତାକୁ ରଖିବୁ, ମାନେ ଛାଡ଼ିଦେବୁ। କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଆଉ ଆମେ ଏବେ 10 ଲକ୍ଷ ମେଟ୍ରିକ୍ ଟନ୍ ଗୋଦାମ ବି ମଧ୍ୟ ତିଆରି କରିବାକୁ ଲାଗିଛୁ। ତା ପାଇଁ ଜାଗା ଫାଗା ରେଡ଼ି ହେଇସାରିଲାଣି। 1 ବର୍ଷ ଭିତରେ ମୋତେ ଲାଗୁଛି ଗୋଦାମ ମଧ୍ୟ ପ୍ରସ୍ତୁତ ହେଇଯିବ, ତେଣୁ ପ୍ରୋବ୍ଲେମ୍ ରହିବ ନାହିଁ। ସାର୍ 2026 ପାଇଁ କ'ଣ ଚ୍ୟାଲେଞ୍ଜ ରହିବ? 2026 ମସିହାରେ ଶୁଣନ୍ତୁ ଅନେକ ଚ୍ୟାଲେଞ୍ଜ ଅଛି। ସେ ଚ୍ୟାଲେଞ୍ଜକୁ ଆମେ ସ୍ୱୀକାର କରୁଛୁ। ଆମେ 2036 ମସିହା ସୁଦ୍ଧା ରାଜ୍ୟକୁ ବିକଶିତ ରାଜ୍ୟ କରିବା ପାଇଁ ଲକ୍ଷ୍ୟ ରଖିକରି ଆମେ କାମ କରୁଛୁ। ସେ ଭିତରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ସେଗୁଡ଼ା କରିବୁ। ଅନେକ ଜିଲ୍ଲାମାନଙ୍କରେ ଚାଉଳ ATM ଗୋଟିଏ କରୁଛୁ ଭୁବନେଶ୍ୱରରେ। ସବୁ ଜିଲ୍ଲାମାନଙ୍କରେ କେମିତି ଚାଉଳ ATM ବି କରାଯିବ ସେ କଥା ମଧ୍ୟ ଆମେ ରଖିଛୁ ଲକ୍ଷ୍ୟ। ଏବଂ ଚାଉଳକୁ ମଧ୍ୟ ଏକ୍ସପୋର୍ଟ କରିବା ପାଇଁ ମଧ୍ୟ ଆମେ ଅନୁମତି ଦେଇଦେବୁ। ଯେଉଁ ବନ୍ଧୁମାନେ ଚାଉଳ ଏକ୍ସପୋର୍ଟ କରିବେ 1:1 ଧାନ ସେମାନେ ଆମଠୁ ନେବେ, ଏକ୍ସପୋର୍ଟ କରିବେ। ତା'ର ମଧ୍ୟ ପୁରା ଆଗରୁ ସେ ଫ୍ୟାସିଲିଟି ନଥିଲା, ଅବିକା
पूरा फैसिलिटी दिगला से निजे मिलिंग करी निजे मार्केट चाउल धान किनीपारे निजे मिलिंग करें निजे बाहर देश को बिकिपारे तो ये अनुमति आम देदेलु तेणु आगू चैलेंज बहुत अच्छी और साइंस एंड टेक्नोलोजी विभाग काम बहुत त्वरान्वित ढंग में चली प्रत्येक जिला मानक गोटे गोटे प्रोजेक्ट आम करूँ भुवनेश्वर एक 100 साइंस सिटी आम करूँ 100 एकर जगह आम डिटेक्ट कर सारूँ चिन्हित कर सारूँ से गोटे साइंस सिटी रिसेंटली हम बायोटेक्नोलोजी आम जगह मागिचु से बायोटेक्नोलोजी को आम निश्चित भाव में बढ़ेबू डिपार्टमेंट ऑफ मैथमेटिक्स जो अच्छी यूनिवर्सिटी आगे करने योजना आम रखीचु आम डिपार्टमेंट ऑफ केमिस्ट्री गोटे नुआ विभाग खोलियापी आम चेष्टित अच्छु तेणु अनेक कार्य साइंस विभाग चली प्रति वर्ष 30 जन जूनियर साइंटिस्ट को आम इसरो पठाऊँ इसरो से ट्रेनिंग नौ विभिन्न प्रकार ज्ञान आहरण कर चली तेणु साइंस एंड टेक्नोलोजी और जोगान विभाग ये विभाग दुईटाक डिपार्टमेंट आमर ठीक ढंग से चली आम जो विजन अच्छी विजन को आम मुख्यमंत्री आगे रखीचु 3.5 वर्ष आगे रहा 3.5 वर्ष भर कौन कौन डेवलपमेंट आम करूँ से तार गोटे प्लान आम तैयारी कर थैंक यू।